মধু নাম, মিঠা নাম, অতি প্রিয় নাম যিশুଙ୍କ নাম। পাপ শাপ করে দূর যিশুଙ୍କ নাম, ସବୁ ଭୟ করে দূর ମୋ ଯୀଶୁ ନାମ। প্রিয় শ্রোতা বন্ধু, প্রভু শ্রীখ্ରୀষ্টଙ୍କ ସର୍ବୋନ୍ନତ ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ଯୋହନ ଲିଖିତ ସୁସମାଚାର 17 ଅଧ୍ୟାୟର 3 ପଦରେ ଆମମାନେ ଏହିପରି ପାଠ କରୁ, ଆଉ ଏକମାତ୍ର ସତ୍ୟ ଈଶ୍ୱର ଯେ ତୁମ୍ଭଙ୍କୁ ଓ ତୁମ୍ଭର ପ୍ରେରିତ ଯୀଶୁଖ୍ରୀଷ୍ଟଙ୍କୁ ଜାଣିବା ଅନନ୍ତ ଜୀବନ ଅଟେ। ମନୁଷ୍ୟର ପରିତ୍ରାଣ ନିମନ୍ତେ ପିତା ଈଶ୍ୱର ଏକ ଯୋଜନା ପ୍ରସ୍ତୁତ କଲେ। ଏହି ଯୋଜନାକୁ ଈଶ୍ୱର ପବିତ୍ର ବାଇବଲର ପୁରାତନ ନିୟମରେ ଆପଣା ଭବିଷ୍ୟତ ବକ୍ତାମାନଙ୍କ ଦ୍ୱାରା ଲିପିବଦ୍ଧ କଲେ। ସେହି ଶାସ୍ତ୍ର ଅନୁସାରେ ଖ୍ରୀଷ୍ଟ ଆମ୍ଭମାନଙ୍କ ପାପ ନିମନ୍ତେ ମୃତ୍ୟୁଭୋଗ କଲେ, ସମାଧି ପ୍ରାପ୍ତ ହେଲେ, ପୁଣି ଶାସ୍ତ୍ର ଅନୁସାରେ ତୃତୀୟ ଦିବସରେ ଉତ୍ଥିତ ହେଲେ। ଯେ କେହି ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ମୃତ୍ୟୁ ଓ ପୁନରୁତ୍ଥାନରେ ବିଶ୍ୱାସ କରିଅଛି, ସେ ତାହାଙ୍କଠାରେ ବିଶ୍ୱାସ କରିଅଛି, ଯାହାଙ୍କୁ ଈଶ୍ୱର ମନୁଷ୍ୟ ଜାତିର ପରିତ୍ରାଣ ନିମନ୍ତେ ପ୍ରେରଣ କରିଅଛନ୍ତି। ଏଥିପାଇଁ ସେ ପରିତ୍ରାଣ ପ୍ରାପ୍ତ ହୁଏ, ପାପ କ୍ଷମା ପ୍ରାପ୍ତ ହୁଏ, ଅନନ୍ତ ଜୀବନ ପ୍ରାପ୍ତ ହୁଏ। ଏହା ସେହି ସୁସମାଚାର ଅଟେ ଯାହା ଅନେକ ବିଶ୍ୱାସ କରିଛନ୍ତି ଓ ତହିଁରେ ସ୍ଥିର ଅଛନ୍ତି। ସୁସମାଚାରରେ ବିଶ୍ୱାସ କରିବା ଅର୍ଥ ପିତା ଈଶ୍ୱରଙ୍କୁ ତଥା ତାହାଙ୍କ ପ୍ରେରିତ ଯୀଶୁଖ୍ରୀଷ୍ଟଙ୍କୁ ସେମାନେ ଜାଣିଅଛନ୍ତି। ସେହିପରି ଆପଣ ମଧ୍ୟ ଏକମାତ୍ର ସତ୍ୟ ଈଶ୍ୱର ତଥା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଜାଣି ଅନନ୍ତ ଜୀବନ ପ୍ରାପ୍ତ ହୋଇପାରନ୍ତି। ଆପଣଙ୍କ ନିମନ୍ତେ ଈଶ୍ୱରଙ୍କ ନିକଟରେ ଏହା ଆମର ପ୍ରାର୍ଥନା। ଧନ୍ୟବାଦ।